କ୍ଷୁଦ୍ର ଗଳ୍ପ ରୁଟି। ଏ ମିଛୁଆ ରାଜନୀତିଆଙ୍କ କଥା କିଛି କୁହନା। କହିବେ ଗୋଟେ କରିବେ ଗୋଟେ। ଭୋଟ ପୂର୍ବରୁ କେତେ ନେହୁରା। ମଉସା ମାଉସୀ ନନା ଭାଇ ଭଉଣୀ ନାନୀ ଏଇ ଚିହ୍ନଟିକୁ ମନେ ରଖିବ। ଭୋଟଟିଏ ଦେବାକୁ କହି ଗାଁ ଗଣ୍ଡା ସହର ଗଳିକନ୍ଦି ଖାଲି ଭଳିକି ଭଳି ବେଶ ହୋଇ ଗେଣ୍ଡୁମାଳ ପକାଇ ବୁଲିବେ, ଭିକ ମାଗିବେ। ଥରେ ଭୋଟ ପାଇଗଲା ପରେ ଆଉ କାଶିଆ କିଏ ନା କପିଳା କିଏ। ପ୍ରକୃତରେ ନେତାଙ୍କ ଜାତିଟା ସେଇଆ। ନିର୍ବାଚନ ପୂର୍ବରୁ କେତେ କଥା, ଏୟା କରିବୁ ସେୟା କରିବୁ, ମାତ୍ର ଥରେ ଜିତିଗଲେ ମୁହଁକୁ ଅନେଇବେନି। ଯଦି ନିଜ ଅଞ୍ଚଳର କିଛି ସାମାଜିକ କାର୍ଯ୍ୟ ପାଇଁ ପାଖକୁ ଗଲ, କେତେ ବତିପେଲା ଦଲାଲ ଥିବେ ଯେ ତୁମକୁ ସେଠାରେ ପୂରେଇ ଦେବେନି। ଆଉ ଭେଟ କରିବାକୁ ଚାହିଁଲେ ମିଛ ସତ କହି ସାର୍ ଏବେ ପୁରା ବିଜି, ମିଟିଂ ଚାଲିଛି, କାଲି ଆସ, ନଚେତ୍ ଫୋନ୍ କରି ଆସିବ, ଏମିତି ଅନେକ କଥା। ଯିଏ ଥରେ ଗଲା ଆଉ ଏପରି ବ୍ୟବହାରର ଶିକାର ହେଲା, ସିଏ ପୁଣି ଆଉ ଥରେ ଯିବାକୁ ନିଜକୁ ପ୍ରସ୍ତୁତ କରିବାକୁ ଥରେ ଭାବିବ। ଅଯଥା ସମୟ ନଷ୍ଟ, ଲାଭ କିଛି ନାହିଁ କହି ବାସନ୍ତୀ ମାଉସୀ ଲତ୍ କରି ଚେୟାରରେ ବସିପଡ଼ି କହିଲେ, ପାଣି ଗ୍ଲାସ ଦେଲୁ ଝିଅ। ମଉସା କହିଲେ, କାହିଁକି ଖାଲି ବଜର ବଜର ହେଉଛ? ତୁମକୁ କିଏ କହିଥିଲା ସେ ମିଛୁଆଙ୍କ ପଛରେ ଗୋଡ଼ାଇବା ପାଇଁ? ସେମାନଙ୍କୁ ତୁମେ କ'ଣ ଆଜି ଚିହ୍ନୁଛ? କି କଥା, ମୁଁ କ'ଣ ଯାଇଥିଲି ମୋ ନିଜ କାମ ପାଇଁ? ଅଞ୍ଚଳରେ ସମସ୍ୟା ବହୁତ, କିଛି କିଛି କାମ କଲେ ତ ଲୋକେ ଟିକେ ଉପକୃତ ହେବେ। ଆରେ ସେ କି ଉପକୃତ କରିବେ? ଯାହା ତ ସବୁ କହିଥିଲେ କିଛି କଲେ ନାହିଁ। ସମୟ ଖାଲି ବହି ଚାଲିଛି। ଆମେ ହେଲୁ ଗରିବ ଲୋକ। କଣ୍ଟ୍ରୋଲ କାର୍ଡ଼ଟିଏ ଅଛି ଯେ ମାସକୁ ମୁଣ୍ଡ ପିଛା ମାତ୍ର 5 କେଜି ଶସ୍ୟ। ଯଦି ଚାଉଳ 3 କେଜି, ତେବେ ଗହମ 2 କେଜି। ଏମିତି ବ୍ୟବସ୍ଥା ଭିତରେ କାର୍ଡ଼ଟିଏ ଥାଇ ମଧ୍ୟ ବିଗତ ବହୁ ବର୍ଷ ଧରି କଣ୍ଟ୍ରୋଲ ଦୋକାନରେ ଗହମ ଗଣ୍ଡେ ଆଉ ମିଳୁନାହିଁ। ଯାହା ପୂର୍ବରୁ ମିଳୁଥିଲା ତାକୁ ବନ୍ଦ କରି ଦେଇଛନ୍ତି ଏଇ ନେତାଏ। ଗହମ ଏବେ ଆମ ପାଇଁ ସାତ ସପନ। ବଜାରରେ 40ରୁ 45 ଟଙ୍କା ଦେଲେ ଯାଇ ଅଟା କେଜି। ନୀତି କେତେ କିଣି ଖାଇବ? ସମ୍ବଳ ଥିଲେ ତ। ଦିନ ରାତି ଭାତ ଖାଇ ସେପଟେ ଡାଇବେଟିସ୍ ପଡ଼ୁଛି। ଡାକ୍ତର ମନା କରୁଛି ଭାତ ନ ଖାଇବା ପାଇଁ। ଏକଥା କ'ଣ ଏ ନେତାଏ ଜାଣୁନାହାନ୍ତି? ତାଙ୍କୁ କ'ଣ ଡାଇବେଟିସ୍ ହୁଏନି? ସବୁ ଜାଣୁଛନ୍ତି। ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ? କିଶୋର ମଉସାଙ୍କ ସମସ୍ତ କଥା ଶୁଣି ଶୁଣି ମାଉସୀ କହିଲେ, ସତେ ତ, ଏସବୁ କଥା ତୁମେ ଆଗରୁ ତ କେବେ କିଛି କୁହନି। ବୁଝିଲ, ମୁଁ କେବେ ରିଆକ୍ଟ କରେନି। ଅର୍ଥ ମୁଁ କିଛି ଜାଣିନି, ଏକଥା ଭାବିବା ଭୁଲ। ରାଜନେତାଏ ହେଲେ ମିଛର ପାହାଡ଼। ତାଙ୍କଠାରୁ କିଛି ଆଶା କରିବା ନିହାତି ଭୁଲ। ସେ ଦେବେ, ମାତ୍ର ଅକଳରେ ପଡ଼ିଲେ ଦେବେ। 5 ବର୍ଷକୁ ଥରେ ନିର୍ବାଚନ। ଥରେ ଯଦି ଭୁଲ ଲୋକଙ୍କୁ ନେତା ରୂପେ ନିର୍ବାଚିତ କଲ, ଅନେଇଥା ପୁଣି 5 ବର୍ଷକୁ। ଯଦି 3 ବର୍ଷରେ ଥରେ ନିର୍ବାଚନ ହୁଅନ୍ତା ଓ ଲୋକେ ଘରେ ରହି ନେତାଙ୍କୁ ମୋବାଇଲରେ ବଟମ ଚିପି ଭୋଟ ଦିଅନ୍ତେ, ଆମ ଦେଶରେ EVM ନାମରେ ଉଠୁଥିବା ଗୁଜବଟା ପୁରାପୁରି ବନ୍ଦ ହୋଇଯାଆନ୍ତା ଓ ଖର୍ଚ୍ଚ ମଧ୍ୟ କିଛି ହୁଅନ୍ତା ନାହିଁ। ଦେଶରେ ନିର୍ବାଚନ ପାଣ୍ଠି ପାଇଁ ଚାନ୍ଦା ନେବା ବନ୍ଦ ହେବା ସାଙ୍ଗକୁ ଦୁର୍ନୀତିର ମୂଳ ଉତ୍ପାଟନ ହୋଇପାରନ୍ତା। ମାତ୍ର ଏପରି ବ୍ୟବସ୍ଥା ଏଠାରେ ହେବ ନାହିଁ। କାରଣ ଦୁର୍ନୀତି ବର୍ତ୍ତମାନ ମଣିଷର ଅସ୍ଥି ମଜ୍ଜାଗତ ହୋଇଯାଇଛି, ଯାହାକୁ ବଦଳେଇବା ଏତେ ସହଜ ନୁହେଁ। ଛାଡ଼ ସେ କଥା। କଥାଟା କେଉଁଠୁ ଆରମ୍ଭ ହୋଇ କୁଆଡ଼େ ପଳାଇ ଗଲାଣି। ଚାଉଳ ଓ ଗହମରୁ କଥାଟା ରାଜନୀତିକୁ ପଳାଇ ଆସିଲା। ଆମେ ହେଲୁ ଗରିବ ଲୋକ, ଆଣିଲେ ଖାଇବୁ। ଏତେ ସବୁ ଝାମେଲା ଭିତରକୁ ପଶିଲେ ସତରେ ମୁଣ୍ଡଟା ପୁରାପୁରି ଟିଣ ହୋଇଯିବ। ଯେଉଁଠି କଥା ଦେଇ ଓ ନିୟମ ତିଆରି କରି ତାକୁ ମାନୁନାହାନ୍ତି, ତାଙ୍କଠୁ କ'ଣ ଆଶା କରାଯାଇପାରିବ? କାହିଁକି ସେ କଣ୍ଟ୍ରୋଲ କାର୍ଡ଼ରେ 5 କେଜି ଶସ୍ୟ ମଧ୍ୟରେ 3-2ର ବ୍ୟବସ୍ଥା ରଖିଛନ୍ତି? ଖାଲି ଚାଉଳ ହେବ କ'ଣ? ଗହମ ନ ଦେଇ ମଝିରେ ମଝିରେ ମାଣ୍ଡିଆ ଦେଇ ଭଣ୍ଡେଇବା ଭଳି ଘଟଣା କ'ଣ ଗହମ ଆକ୍ରୋଶକୁ ଥମାଇ ପାରିବ? ଦିନକୁ ଦିନ ଘରର ଅଦରକାରୀ ହୋଇ ପଡ଼ୁଥିବା ବେଲୁଣା ପଟା ଓ କାଠି କ'ଣ କେବେ ଆଉ ଏକାଠି ହୋଇପାରିବେନି? ଏହା ହିଁ ମଉସାଙ୍କ ଭାବନା ଭିତରେ ରହିଗଲା। ଶୁଣିଲେ କ୍ଷୁଦ୍ର ଗଳ୍ପ ରୁଟି। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।